ଏଠି ନୂଆ ମଣ୍ଡି ଖୋଲା ହେଲା। ଏ ନୂଆ ମଣ୍ଡି ଖୋଲିବା ଅବସରରେ ମୋତେ ମାନ୍ୟବର ନେତା ଆମର ମହେଶ ସାହୁ ସ୍ଥାନୀୟ ନେତାମାନେ ସମସ୍ତେ ଅନୁରୋଧ କରିଥିଲେ ଯେ ଆପଣଙ୍କ ହାତରେ ଏ ମଣ୍ଡି ଖୋଲୁ ବୋଲି। ତେଣୁ ମୋର 4ଟା ବେଳେ ପ୍ରକୃତିରେ ଆସିବାର ଥିଲା, ଲେଟ୍ ହେଇଗଲା ମୋର ଆସୁ ଆସୁ ଟିକେ। ତେଣୁ ଭଲ ହେଲା, କୃଷକମାନଙ୍କର ଆଜି ନୂଆ ତାଙ୍କର ଇଚ୍ଛା ପୂରଣ ହେଲା। ଦୀର୍ଘ ଦିନ ଧରି ମଣ୍ଡି ସେମାନେ ଚାହୁଁଥିଲେ, ନୂଆ ମଣ୍ଡି ଆଜି ଖୋଲା ହେଲା। କାଲିଠାରୁ ଏଠି ଧାନ ଆଉ ପ୍ରୋକ୍ୟୁରମେଣ୍ଟ ହେବ। ଚାଷୀମାନେ କିଭଳି ଭାବରେ ଧାନ ପାଇପାରିବେ, କ'ଣ ବ୍ୟବସ୍ଥା କରିବେ? ଚାଷୀମାନେ ଧାନ ଆଣିବେ ଏବଂ ଧାନ ଏଠୁ ତାଙ୍କଠୁ ପ୍ରୋକ୍ୟୁରମେଣ୍ଟ କରାଯିବ। ମାତ୍ର 24 ଘଣ୍ଟା ଭିତରେ ତାଙ୍କ ଆକାଉଣ୍ଟକୁ ପଇସା ଯିବ। ଆଜି ମଦନପୁର ଅତ୍ୟନ୍ତ ଖୁସି। ବହୁତ ବାଧାବିଘ୍ନ ପରେ ମୋହନ ମାଝୀ ସରକାର ଆମ ମଦନପୁରକୁ ଏକ ନୂତନ ମଣ୍ଡି ରୂପେ ଘୋଷଣା କଲେ। ମଣ୍ଡି ଆଜି ଉଦ୍ଘାଟନ ହେଲା ଏବଂ ମାନ୍ୟବର ଆମ ଓଡ଼ିଶା ସରକାରଙ୍କର ମନ୍ତ୍ରୀ କୃଷ୍ଣ ପାତ୍ର ଆସି ଉଦ୍ଘାଟନ କଲେ ଏବଂ ଆମ ଅଞ୍ଚଳର ଚାଷୀମାନେ ଏଠି ଖରିଫ ଧାନ ଏହି ଆର୍ଥିକ ବର୍ଷରେ ଏଠି ଧାନ ଦେବେ। ଆମ ଅଞ୍ଚଳ ଆଜି ବହୁତ ଖୁସି ମନ୍ତ୍ରୀକୁ ପାଖରେ ପାଇକି। ଏବଂ ଆପଣମାନେ ସମସ୍ତେ ଦେଖିଥିବେ ଶୀତ କାକରରେ ପାଖାପାଖି 1000-2000 ଲୋକ ଏଠି ଏକତ୍ରିତ ହୋଇଥିଲେ ମାନ୍ୟବର ମନ୍ତ୍ରୀକୁ ଦେଖିବା ପାଇଁ, ତାଙ୍କ କଥା ଶୁଣିବା ପାଇଁ। ଏ ମୋହନ ମାଝୀର ସରକାର ଏବଂ ଅତ୍ୟନ୍ତ ଖୁସି, ମୋ ଖୁସି କହିଲେ ନ କଲେ ନ ସରେ। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।